ଆମର ଯେଉଁ ସଂସ୍ଥା ରହିଛି ଏଇଟା ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସଂସ୍ଥା। ଗୋଟେ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବା, ଗୋଟେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା, ଇଏ ହେଉଛି ଆମର ଲକ୍ଷ୍ୟ। ଦିନ ଅଧରେ ଏଇଟା ହେବନି। ଆମର ପୂର୍ବସୂରୀମାନେ ଯାହା ଆରମ୍ଭ କରିଥିଲେ ଆମେ ବି ତାକୁ ଆଗକୁ ନେଇଯିବୁ ଏବଂ ଆମର ଯେଉଁ ନୂତନ ପିଢ଼ି ଆସୁଛନ୍ତି ତାଙ୍କୁ ମଧ୍ୟ ଆମେ ଶିଖେଇବୁ ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ସାଂସ୍କୃତିକ ଜାଗରଣ କିପରି ହୁଏ। ଆମ ସିନ୍ଦୋଳ ଗ୍ରାମ ପଞ୍ଚାୟତ ତଥା ଆମର ତିହିଡ଼ି ବ୍ଲକ ଏବଂ ଭଦ୍ରକ ଜିଲ୍ଲାରେ ଆମେ ଏହି ବାର୍ତ୍ତା ଦେଇକି ଆଗକୁ ଯିବୁ। କାଲି ଆମର ହେବ କଳସ ଯାତ୍ରା ହେବ। ସମସ୍ତଙ୍କ ମନରେ ବହୁତ ଉଦ୍ୟମ ଓ ଉତ୍ସାହତା ରହିଛି। ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାର ଉଦ୍ଦେଶ୍ୟ ହେଉଛି 50 ବର୍ଷ ଇତିହାସକୁ ରୋମନ୍ଥନ କରିବା ଏବଂ ଯେଉଁ କର୍ମୀମାନେ ତାଙ୍କ ତ୍ୟାଗ ବଳରେ ଏହି ଅନୁଷ୍ଠାନକୁ ଗଠନ କରିଥିଲେ ତାଙ୍କ ସ୍ମୃତିକୁ ବହନ କରି ଆମକୁ ଆଗକୁ ବଢ଼ିବାକୁ ପ୍ରେରଣା ମିଳିବ। ଏହା ହିଁ ସୁବର୍ଣ୍ଣ ଜୟନ୍ତୀର ଉଦ୍ଦେଶ୍ୟ, ଯାହା ଆଜି ପ୍ରତିଫଳିତ ହୋଇଛି ଲୋକ ସମାଗମ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ, ଅନ୍ୟାନ୍ୟ କଲେକ୍ଟରଙ୍କ ଆଗମନ, ଏଡିଏମଙ୍କ ଆଗମନ, ପୂର୍ବତନ ସାଂସଦଙ୍କ ଆଗମନ, ଏପରି ଅନେକ ବହୁବିଧ ବିଶେଷ ବିଶେଷ ବ୍ୟକ୍ତିଙ୍କ ସମାରୋହରେ ଉତ୍ସବ ସମାହିତ ହୋଇଛି ଓ ବହୁତ ଆନନ୍ଦ ଉତ୍ସାହର ସହିତ ଏ ଉତ୍ସବ ପାଳନ କରାଯାଇଛି। ଲୋକଙ୍କର ଉନ୍ମାଦନା ସୃଷ୍ଟି ହୋଇଥିଲା। ସୁବର୍ଣ୍ଣ ଜୟନ୍ତୀର ପ୍ରଥମ ଦିନ ପରେ ଆହୁରି 3 ଦିନ ଆମର ଉତ୍ସବ 24, 25, 26 ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲି କଳସ ବୁଡ଼ା ହେବ, ତାପରେ ଯଜ୍ଞ ପୂର୍ଣ୍ଣାହୁତି ହେବ 26 ତାରିଖ ଦିନ। ଆଉ ଏଇ ଯଜ୍ଞ ଉତ୍ସବରେ ବହୁତ ଲୋକଙ୍କର ସମାଗମ ହେବାର ସମ୍ଭାବନା ଅଛି। ତାଙ୍କ ସହିତ ପ୍ରସାଦ ସେବନ ଆଉ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାର ଉଦ୍ଦେଶ୍ୟ ରହିଛି।